ପଶ୍ଚା ପ୍ରଯୁକ୍ତା ବୃଷଗଜ ତୁରଗା ଦକ୍ଷିଣାବର୍ତ୍ତବହ୍ନି ଦିବ୍ୟସ୍ତ୍ରେ ପୂର୍ଣ୍ଣ କୁମ୍ଭା ଦ୍ୱିଜ ନୃପଗଣିକା ପୁଷ୍ପମାଳା ପତାକା ସଦ୍ୟୋମସ୍ୟଂ ଘୃତବାଦଦି ମଧୁରଜତಂ କାଞ୍ଚନಂ ଶୁକ୍ଳଧାନ୍ୟಂ ମୁକ୍ତା ମାଣିକ୍ୟଲାଜା ସୁକପିକନକୁଳା ପୂର୍ବମସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ନକ୍ଷତ୍ର ବିଷୟରେ ଆଲୋଚନା କରୁଥିଲେ, ପୂର୍ବ ପାର୍ଟରେ ଆମେ ଆଲୋଚନା କରିଛେ ଅଶ୍ୱିନୀ ନକ୍ଷତ୍ର ମେଷ ରାଶି ବିଷୟରେ। ଆଜି ଆଲୋଚନା କରିବା ଦ୍ୱିଜା ନକ୍ଷତ୍ର ଅର୍ଥାତ୍ ଭରଣୀ ନକ୍ଷତ୍ର ମଧ୍ୟ ତାକୁ କୁହାଯାଏ। ତେଣୁ ଦ୍ୱିଜା ନକ୍ଷତ୍ର ମେଷ ରାଶି। ବନ୍ଧୁଗଣ, ତାହେଲେ ସେଇମାନଙ୍କର ସେମାନେ କେଉଁଭଳି ସ୍ୱଭାବର, କେଉଁଭଳି ପ୍ରକୃତିର, କେଉଁଭଳି ତାଙ୍କର ବୃତ୍ତି କ'ଣ ହେବା ଉଚିତ, ସତର୍କତା କ'ଣ ଅବଲମ୍ବନ କରିବେ, ଆଉ ତାଙ୍କ ନକ୍ଷତ୍ର ବିଷୟରେ ବିଭିନ୍ନ କଥା ଆଲୋଚନା। ଦେଖନ୍ତୁ ବନ୍ଧୁଗଣ, ପ୍ରଥମେ ଆମେ ଜାଣିବା ଯେ ନକ୍ଷତ୍ର ଚକ୍ର ଭିତରେ ଦ୍ୱିଜା ନକ୍ଷତ୍ର ବା ଭରଣୀ ନକ୍ଷତ୍ର ସଂଖ୍ୟା ପାଇଛନ୍ତି 2 ନମ୍ବର ନକ୍ଷତ୍ର ସିଏ। ଦ୍ୱିଜା ନକ୍ଷତ୍ର ମେଷ ରାଶିର ବ୍ୟକ୍ତି ଯେଉଁମାନେ ହେଇଥାନ୍ତି, ଦେଖନ୍ତୁ ତାଙ୍କର ସ୍ୱଭାବ ବି କହିବା, କି ପ୍ରକାର ବୃତ୍ତି ବି କହିବା, ଆଲୋଚନା କରିବା। ଆଗ ଜାଣନ୍ତୁ, ସିଏ ବି 13 ଡିଗ୍ରୀ 20 ମିନିଟ୍ ଚାଲନ୍ତି ଆଉ ଟୋଟାଲ 800 ମିନିଟ୍ ସେ ଚାଲନ୍ତି। ଆଉ ଯେଉଁମାନେ ଦ୍ୱିଜା ନକ୍ଷତ୍ରରେ ଜନ୍ମଗ୍ରହଣ କରିଥାନ୍ତି ତାଙ୍କର ଦଶା ସ୍ୱାମୀ ହେଇଥାନ୍ତି ଦୈତ୍ୟ ଗୁରୁ ଶୁକ୍ର। ଆଉ ଶୁକ୍ର ଆମର ବିଂଶୋତ୍ତରୀ ଦଶା ଭୋଗରେ ସର୍ବାଧିକ ସମୟ ଭୋଗ କରିଥାନ୍ତି। ତାକୁ 20 ବର୍ଷ, ସେମାନେ 20 ବର୍ଷ ଭୋଗ କରିଥାନ୍ତି ଶୁକ୍ର। ଆଚ୍ଛା, ସେମାନେ କେଉଁ ଦେବତାଙ୍କୁ ପୂଜା କରିବା ଉଚିତ ବା ତାଙ୍କର ଇଷ୍ଟ ଦେବ କିଏ? ତାଙ୍କର ଦେବତା ହେଉଛନ୍ତି ଯମଦେବ। ଆଉ ଦ୍ୱିଜା ନକ୍ଷତ୍ର ଆମର ଶରୀରର କେଉଁ ଅଙ୍ଗକୁ ପ୍ରଭାବିତ କରନ୍ତି? ସିଏ ହେଲେ ମୁଖ୍ୟତଃ ଆଖି ଆଉ ମସ୍ତିଷ୍କ, ଏ ଦୁଇଟିକି ଦ୍ୱିଜା ନକ୍ଷତ୍ର ପ୍ରଭାବିତ କରନ୍ତି। ଆଉ ଦ୍ୱିଜା ନକ୍ଷତ୍ରଟି ଆକୃତିଟା କେଉଁଭଳି? ଗୁପ୍ତାଙ୍ଗ ସଦୃଶ ହେଇଥାଏ। ଆଉ ଚରଣଟି 4 ପାଦ। ଅଶ୍ୱିନୀ ଯେମିତି 4 ପାଦ ଭୋଗ କରନ୍ତି ମେଷ ରାଶିରେ, ସେମିତି ଦ୍ୱିଜା ନକ୍ଷତ୍ର ମଧ୍ୟ 4 ପାଦ ଭୋଗ କରନ୍ତି ମେଷ ରାଶିରେ। ତେଣୁ ତାଙ୍କର ରାଶି ମାଲିକ ହେଇଥାନ୍ତି କିଏ? ମଙ୍ଗଳ। ରାଶି ମାଲିକ ମଙ୍ଗଳ, କିନ୍ତୁ ଦଶା ମାଲିକ ହଉଛନ୍ତି ଶୁକ୍ର। ହଉ ବନ୍ଧୁଗଣ, ତାପରେ ଦେଖନ୍ତୁ ତାଙ୍କ ପାଇଁ ଶୁଭ ସଂଖ୍ୟା ଗୁଡ଼ିକ କେଉଁ ଗୁଡ଼ିକ? ନା 3 ସଂଖ୍ୟା ଆଉ 9 ସଂଖ୍ୟା। ଇଏ ହେଲା ଶୁଭ ସଂଖ୍ୟା। ଆପଣ ଗାଡ଼ି କିଣୁଛନ୍ତି କି ମୋବାଇଲ ଫୋନ କିଣୁଛନ୍ତି କି ଯାହା କିଣୁଛନ୍ତି, ଆପଣଙ୍କ ଯେଉଁ କାର୍ଯ୍ୟରେ ଅଙ୍କ ଦରକାର ସେଇ ସ୍ଥାନରେ ଆପଣ 3 ଆଉ 9କୁ ବ୍ୟବହାର କରିପାରିବେ। ଆଉ ଯଦି କିଛି ଅକ୍ଷର ଦରକାର ପଡୁଛି, ଶୁଭ ଅକ୍ଷରଟି କୋଉଟା? ନା ଲ ଅକ୍ଷରଟି ହେଉଛି ଶୁଭ ଅକ୍ଷର ଆପଣମାନଙ୍କ ପାଇଁ। ଆଉ ଇଂରାଜୀରେ ଏଲ ଅକ୍ଷରରୁ ଆପଣ ଆରମ୍ଭ କରିବେ। ଆଉ ରଙ୍ଗଟି କ'ଣ? ଲାଲ, ଗୋଲାପୀ ଆଉ ନାରଙ୍ଗୀ। ଯଦି ଆପଣ ଏଇ ରଙ୍ଗ ଗୁଡ଼ିକ ବ୍ୟବହାର କରିବେ ତାହେଲେ ଆପଣଙ୍କ ପାଇଁ ଶୁଭ ହବ। ଆଉ ମୁଖ୍ୟତଃ ବନ୍ଧୁଗଣ, ଗୋଟେ କଥା ମନେ ରଖନ୍ତୁ, ଯଦିଓ ଏଠି ମୁଁ ରଙ୍ଗ କଥାଟି ଲେଖିଛି, କିନ୍ତୁ ଲଗ୍ନ ହିସାବରେ ମୁଁ ଯେଉଁ ରଙ୍ଗଟି ବତେଇଛି ଆପଣ ସେଇ ରଙ୍ଗକୁ ହିଁ ବ୍ୟବହାର କରିବେ। ଆଉ ଦିଗ ହେଉଛି ପୂର୍ବ ଦିଗ, ଦକ୍ଷିଣ ଦିଗ ଆଉ ଅଗ୍ନିକୋଣ। ଅଗ୍ନିକୋଣର ଅର୍ଥ ହେଉଛି ଦକ୍ଷିଣ ଆଉ ପୂର୍ବ ଦିଗର କୋଣଟିକୁ ଅଗ୍ନିକୋଣ ବୋଲି କୁହାଯାଏ। ଆଉ ଯଦି ବୃକ୍ଷ କଥା ଦେଖିବା, ଅଶ୍ୱସ୍ଥ। ଆଉ ଯଦି ଆମେ ବାହାଘର ଯେଉଁ ମେଳକ ହେଉଛି ତା ଦେହରେ ଯେଉଁ ଆମର ଯୋନି ବୈରତା ଆମେ ଦେଖୁଛେ, ସେ ହେଉଛନ୍ତି ଗଜ ଯୋନିର ଅନ୍ତର୍ଭୁକ୍ତ ହେଇଥାନ୍ତି। ଆଉ ଗଣଟି ହେଉଛି ତାଙ୍କର ମାନବ ଗଣ। ଆଉ ନାଡ଼ି, ଯେଉଁ ବାହାଘରରେ ଆମେ ନାଗନାଡ଼ି ଦେଖୁଛେ, ସେ କ୍ରୋଡ଼ ନାଡ଼ୀର ଅନ୍ତର୍ଭୁକ୍ତ ହେଇଥାନ୍ତି। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଯେଉଁମାନେ ମୁଖ୍ୟତଃ ଦ୍ୱିଜା ନକ୍ଷତ୍ର ମେଷ ରାଶିରେ ଜନ୍ମଗ୍ରହଣ କରିଥାନ୍ତି,
ଏମାନେ ସାଧାରଣତଃ କେଉଁ କେଉଁ ବୃତ୍ତି କି ଅବଲମ୍ବନ କରିଥାନ୍ତି ବା ସେଇ ବୃତ୍ତି ତାଙ୍କୁ ଭଲ ଲାଗେ ବା ସେଇ ବୃତ୍ତିରେ ସେମାନେ ଯଦି ପ୍ରବେଶ କରନ୍ତି ତାହେଲେ ତାଙ୍କୁ ଭରପୁର ସଫଳତା ମିଳେ। ତାହେଲେ ଦେଖିବା କେଉଁ କେଉଁ ବୃତ୍ତି। ମୁଖ୍ୟ ହେଲା ଡାକ୍ତରୀ ବୃତ୍ତି। ଯଦି ଡାକ୍ତରୀ ପାଠ ଆପଣ ପଢିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ସ୍ତ୍ରୀ ରୋଗ ବିଶେଷଜ୍ଞ ହୁଅନ୍ତୁ, ତାହେଲେ ଆପଣ ଭଲ ଡାକ୍ତରଟିଏ ହେଇପାରିବେ। ଆଉ ଯଦି ପଶୁ ଡାକ୍ତର ବି ଆପଣ ହବା ପାଇଁ ଚାହୁଁଛନ୍ତି, ଭେଟନାରୀ ସର୍ଜନ, ଆପଣ ସେଟା ବି ହେଇପାରିବେ। ଆଉ ସେମିତି ଶିଶୁ ରୋଗ ବିଶେଷଜ୍ଞ ବି ହେଇପାରିବେ, ଶିକ୍ଷକଟିଏ ହେଇପାରିବେ, ଅଧ୍ୟାପକଟିଏ ହେଇପାରିବେ। ଯଦି ଆପଣ ଶିକ୍ଷା ଲାଇନରେ ଯିବାକୁ ଚାହୁଁଛନ୍ତି ତାହେଲେ ଆପଣ ଶିକ୍ଷକଟିଏ ହେଇପାରିବେ, ଅଧ୍ୟାପକଟିଏ ହେଇପାରିବେ। ତେଣୁ ଆପଣ ସେ କ୍ଷେତ୍ରରେ ଆପଣଙ୍କୁ ଭରପୁର ସଫଳତାଟିଏ ମିଳିବ। ଆଉ ମୁଖ୍ୟତଃ ଆଉ କଣ ହେଇପାରିବେ? ଫଟୋଗ୍ରାଫର ବି ହେଇପାରିବେ, ଅଟୋମୋବାଇଲ ଇଞ୍ଜିନିୟର ବି ଆପଣ ହେଇପାରିବେ, ଆଉ ମେକାନିକାଲ ଇଞ୍ଜିନିୟର ହେଇପାରିବେ। ତାପରେ ଦେଖନ୍ତୁ ଆପଣ ଯଦି କିଛି ଇଣ୍ଡଷ୍ଟ୍ରି କରିବା ପାଇଁ ଚାହୁଁଛନ୍ତି କରିପାରିବେ। ଆଉ ଜୁଡିସିଆଲ ଲାଇନରେ ଯାଇକରି ଆପଣ ଜଜ୍ ବି ହେଇପାରିବେ, ଓକିଲ ବି ହେଇପାରିବେ। କାରଣ ଏମାନଙ୍କର ତାର୍କିକ ଶକ୍ତି ବହୁତ ଥାଏ। ଇଏ କୌଣସି କଥାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତି ନାହିଁ, ତାର ତାର୍କିକ କଥା ଟିକେ ଜାଣିଲା ପରେ ତାପରେ ଯାଇକି ବିଶ୍ୱାସ କରନ୍ତି। ତାହେଲେ ବନ୍ଧୁଗଣ ଦେଖିବା, ତାହେଲେ ଏମାନେ ଏଇ ପ୍ରକାର ବୃତ୍ତି ଯଦି କରନ୍ତି ତାହେଲେ ତାଙ୍କ ପାଇଁ ସେଟା ନିଶ୍ଚିତ ଭାବରେ ଭଲ ରହିବ, ଆଉ ସେମାନେ ସେଥିରେ ମଧ୍ୟ ସଫଳତାଟିଏ ପାଇବେ। ତାପରେ ବନ୍ଧୁଗଣ ଆଉ ଗୋଟିଏ କଥା ହେଉଛି, ଏମାନଙ୍କର ସ୍ୱଭାବଟି କୋଉ ଭଳିଆ ହେଇଥାଏ? ସ୍ୱଭାବଟି କଣ ହେଇଥାଏ ନା ଏମାନେ ହେଉଛନ୍ତି ମାନବ ଗଣ। ତେଣୁ ଏମାନେ କର୍ମ ଉପରେ ବହୁତ ବିଶ୍ୱାସ କରନ୍ତି, ଆଉ ନିଜ ଉପରେ ତାଙ୍କର ବହୁତ ବିଶ୍ୱାସ ଥାଏ। ସେ କର୍ମ ଉପରେ ବିଶ୍ୱାସ କରନ୍ତି ଆଉ ତୁରୁତୁରିଆ ହେଇଥାନ୍ତି। ତୁରୁତୁରିଆର ଅର୍ଥ ହେଉଛି କଣ? ସବୁ କାର୍ଯ୍ୟକୁ ଚଟାପଟ କରିବା। ତାର ଅର୍ଥ ହେଉଛି ସେ ସବୁ କାର୍ଯ୍ୟ କରନ୍ତି ନାହିଁ, କିନ୍ତୁ ଯେଉଁ କାର୍ଯ୍ୟଟି କରନ୍ତି ସେ କାର୍ଯ୍ୟଟି ନ ସରିବା ପର୍ଯ୍ୟନ୍ତ ତାଙ୍କର ମନଟି ଶାନ୍ତି ହେଇନଥାଏ। ଆଉ ସେମାନେ କଣ? କ୍ଷୁଧାତୁର ହେଇନଥାନ୍ତି। ତା ଅର୍ଥ ହେଉଛି ସେମାନେ ଖାଆନ୍ତି କିନ୍ତୁ ଖାଦ୍ୟ ପ୍ରିୟ ବି ହେଇଥାନ୍ତି। ତା ମାନେ ନୁହେଁ ଯେ ମୋର ଏଇ ଖାଦ୍ୟଟା ହେଲେ ହବ, ଏଇଟା ନହେଲେ ହବ ନାହିଁ, ସେଭଳିଆ ମନୋବୃତ୍ତିର ସେ ହେଇନଥାନ୍ତି। ଆଉ ଅଳ୍ପ ଅଳ୍ପ କରି ବହୁତ ଥର ଖାଇବା ପାଇଁ ଭଲ ପାଆନ୍ତି। ଆଉ ଏମାନେ କୁଳ ନାୟକ ହେଇଥାନ୍ତି। ତାର ଅର୍ଥ ହେଉଛି ତାକୁ ଯାହାକୁ ଆମର କୁହାଯାଏ କୁଳ ଦୀପକ। ଅର୍ଥାତ୍ ଆପଣଙ୍କ ବଂଶରେ ଯେତିକି ଲୋକ ପୂର୍ବରୁ ଥିଲେ ବା ପରେ ଯେତିକି ଲୋକ ଆସିବେ, ଆପଣଙ୍କ ନାଁଟି ସବୁଦିନ ପାଇଁ ଥିବ। ସେମାନେ କୁଳ ଦୀପକ ହେଇଥାନ୍ତି। ଦୟାବନ୍ତ ହେଇଥାନ୍ତି। ସେମାନେ ତ ଦୟାର ସାଗର। ଯଦି ମନ ପାଇଛି ସବୁ ଦେଇଦେବେ, ମନ ପାଇନାହିଁ କିଛି ଦେବେ ନାହିଁ। ଆଉ ବହୁତ ଧନାଢ୍ୟ ବ୍ୟକ୍ତି ହେଇଥାନ୍ତି। ଆଉ ଜୀବନର ଉତ୍ତର ଭାଗରେ ବହୁତ ଧନ ସିଏ ଅର୍ଜନ କରିଥାନ୍ତି। ଆଉ ତାଙ୍କର ପୂର୍ବାର୍ଦ୍ଧଟି ବହୁତ ଦୁଃଖ କଷ୍ଟରେ ଯାଇଥାଏ। ଅର୍ଥାତ୍ ବହୁତ ସଂଘର୍ଷ ସିଏ କରିକିରି ମଣିଷଟିଏ ହେଇଥାନ୍ତି। ଗୁଣବାନ ହେଇଥାନ୍ତି, ବହୁତ ଗୁଣର ଅଧିକାରୀ ହେଇଥାନ୍ତି, କୀର୍ତ୍ତିବାନ ହେଇଥାନ୍ତି। ସେ ଚାହାନ୍ତି ସମାଜରେ ମୋର ନାଁ ରହୁ, ଦେଶ ରାଜ୍ୟରେ ନାଁ ରହୁ, ଏଇଭଳି ପ୍ରବୃତ୍ତିର ଲୋକ ସେମାନେ ହେଇଥାନ୍ତି। ସମାଜସେବୀ ହେଇଥାନ୍ତି। ଆଉ ଲୋକମାନଙ୍କୁ ଅନ୍ଧବିଶ୍ୱାସ ଆଉ ଅଶିକ୍ଷା ଠାରୁ ସେ ଦୂରେଇ ରଖିଥାନ୍ତି। ଅର୍ଥାତ୍ ସମସ୍ତେ ଶିକ୍ଷା ପାଆନ୍ତୁ, ସମସ୍ତେ ଶିକ୍ଷାକୁ ଭଲ ଭାବରେ ଗ୍ରହଣ କରନ୍ତୁ। ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତି ହିଁ ସବୁ କିଛି ଜାଣିପାରେ। ଆଉ ସେମାନଙ୍କର ଗଭୀର ବୁଦ୍ଧି ଥାଏ। ସେମାନେ ତାର୍କିକ ଯେହେତୁ ତାଙ୍କର ଗଭୀର ବୁଦ୍ଧି ଥାଏ। ସେ ସବୁ ଜିନିଷ ଯୋଉଟା କହନ୍ତି ମଣିଷର ଇଣ୍ଟୁଇସନ ପାୱାର ତାଙ୍କ ପାଖରେ ଭରପୁର ସେଟା ଥାଏ। ସେ ବୁଝିପାରନ୍ତି କୋଉଟା ଭଲ ଆଉ କୋଉଟା ଖରାପ। ଆଉ ବନ୍ଧୁଗଣ ଦେଖନ୍ତୁ ଆଉ କଣ ହେଇଥାନ୍ତି, ସତ୍ୟବାଦୀ ବି ହେଇଥାନ୍ତି। ସେମାନେ ଜାଣି ଶୁଣିକିରି ଭୁଲ କରନ୍ତି ନାହିଁ। ଆଉ ଯଦି ଭୁଲ କରନ୍ତି ସେ ତାକୁ ସାଙ୍ଗେ ସାଙ୍ଗେ କନଫେସ କରିଯାଆନ୍ତି। କାହିଁକିନା ସେ ଭୁଲକୁ ସେ କେବେ ଲୁଚେଇବା ପାଇଁ ଚେଷ୍ଟା କରନ୍ତିନି। ଆଉ ତାଙ୍କର ବଦଗୁଣଟି ହେଉଛି ବେଳେବେଳେ ଆତ୍ମାଭିମାନୀ ହେଇଯାଆନ୍ତି, ଗର୍ବୀ ହେଇଯାଆନ୍ତି, ପରୋପକାରୀ ବି। ଆଉ କୃଷି ବିଦ୍ୟାରେ ପାରଙ୍ଗମ ସେମାନେ ହେଇଥାନ୍ତି। ଯଦି କୃଷି କାର୍ଯ୍ୟ ସେମାନେ କରନ୍ତି ତାହେଲେ ବହୁତ ଭଲ କରିପାରିବେ। ଆଉ ସେମାନେ କଳା ପ୍ରିୟ ବି ହେଇଥାନ୍ତି।
ଯେକୌଣସି କଳା ପ୍ରିୟ ସେମାନେ ବାଦ୍ୟଯନ୍ତ୍ର ବଜେଇବା କି ଗୀତ ବୋଲିବା ଏହି ପ୍ରକାର ଜିନିଷ ଗୁଡ଼ିକୁ ସେ ବହୁତ ପସନ୍ଦ କରନ୍ତି। ପୁତ୍ର ସୁଖ, ସେମାନେ ପୁତ୍ର ସୁଖ ବି ପ୍ରାପ୍ତ ହେଇଥାନ୍ତି। ଆଉ ତାଙ୍କର ବହୁତ ବଡ଼ ବଡ଼ ଲୋକଙ୍କ ସାଙ୍ଗରେ ସମ୍ପର୍କ ରଖିବା ପାଇଁ ସେ ଭଲ ପାଆନ୍ତି। ଆଉ ମୁଖ୍ୟତଃ ସେମାନେ ଏହି ପ୍ରକାରର ବ୍ୟକ୍ତିମାନେ ଏ ସମାଜର ବହୁତ ସେବା କରନ୍ତି, ସମସ୍ତଙ୍କର ସେବା କରନ୍ତି, କିନ୍ତୁ ସେ ଯେତିକି ରେସ୍ପନ୍ସ ପାଇବା କଥା ସେମାନଙ୍କ ଠାରୁ ତାଙ୍କୁ ମିଳେ ନାହିଁ। ତାର ଅର୍ଥ ତାଙ୍କ ଦ୍ୱାରା ଯେଉଁମାନେ ଉପକୃତ ହେଲେ ସେ ତାକୁ ଭୁଲି ଯାଆନ୍ତି। କିନ୍ତୁ ଇଏ ଏତିକି ହେଡ଼ଷ୍ଟ୍ରଙ୍ଗ ହେଇଥାନ୍ତି ଯେ ସେ କଥାରେ ବି ଟିକେ ବ୍ୟତିବ୍ୟସ୍ତ ହେଇପଡ଼ନ୍ତି ନାହିଁ। ଯିଏ ଯାହା କରୁଛି କରୁଥାଉ, ନିଜ କାମରେ ସିଏ ଲାଗିଥାନ୍ତି। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଯେଉଁମାନେ ଦ୍ୱିଜା ନକ୍ଷତ୍ର ମେଷ ରାଶିର ବ୍ୟକ୍ତି ହେଇଥାନ୍ତି ବହୁତ ସମ୍ମାନାସ୍ପଦ ବ୍ୟକ୍ତି ବି ହେଇଥାନ୍ତି। କାହିଁକି ନା ସେ ତାଙ୍କର କାମଟିକୁ ସବୁବେଳେ ସିଷ୍ଟମେଟିକ୍ କରନ୍ତି, ଯାହାଫଳରେ କି କୌଣସି ଅନ୍ୟାୟ କାର୍ଯ୍ୟ କରନ୍ତି ନାହିଁ ବା ଲୋକ ଦ୍ୱାରା ନିନ୍ଦିତ ହୁଅନ୍ତି ନାହିଁ। ତେଣୁ ବନ୍ଧୁଗଣ ଆପଣମାନେ ଏଇ ଯେଉଁ ବିଷୟରେ ସବୁ ଜାଣିଲେ ଆପଣମାନଙ୍କ ପାଇଁ ନିଶ୍ଚିତ ଭାବରେ କାମରେ ଆସିବ। ଆଉ ଆପଣ ଯେଉଁ ସ୍ୱଭାବର ବ୍ୟକ୍ତି ବା ଯେଉଁ ପ୍ରକାର ବୃତ୍ତି ଆପଣମାନଙ୍କ ପାଇଁ ଶାସ୍ତ୍ରରେ ଉଲ୍ଲେଖ ଅଛି, ଆପଣ ସେହି ପ୍ରକାର ବୃତ୍ତି ଯଦି କରିବେ ତାହେଲେ ଆପଣମାନଙ୍କ ପାଇଁ ଭଲ ରହିବ। ଆପଣମାନେ ସୁଖ ସଂସାର କରିପାରିବେ। ଆଉ এই ବ୍ୟକ୍ତିମାନେ ଟିକେ ସରଳ ବିଶ୍ୱାସୀ ବି ବେଳେବେଳେ ହେଇଯାଆନ୍ତି, ଯେଉଁଟାକି ତାଙ୍କ ପାଇଁ ବୁମେରାଙ୍ଗ ଭଳି ହେଇଥାଏ। ତା ଅର୍ଥ ସରଳ ବିଶ୍ୱାସରେ ବିନା ପରଖା ନିରୀକ୍ଷାରେ ବି କାମ କରି ପକାନ୍ତି, ଯାହାଫଳରେ କି ପଛରେ ସେ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି। ହଉ ବନ୍ଧୁଗଣ, ଆପଣମାନଙ୍କୁ ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଏତିକିରେ ରହିଲି। ଜୟ ଜଗନ୍ନାଥ।